ଆପଣ ସ୍ୱାଧୀନ ନା ବିଜେପି ଅଧୀନ? ମୁଁ ଲୋକଙ୍କ ସହିତ ଅଛି। ଇଣ୍ଡିପେଣ୍ଡେଣ୍ଟ ପଲିଟିକ୍ସ କେମିତି ଚାଲିଛି? ସ୍ୱତନ୍ତ୍ରତା ଭିତରେ ସମସ୍ତେ ସବୁବେଳେ ରହିବା ପାଇଁ ଚାହାନ୍ତି। ଯୋଉଠି କୁହାଯାଉଛି ଅର୍ଥ ବଳ ବାହୁବଳ ଏସବୁ ସମୟରେ କଣ ଜଣେ ସ୍ୱାଧୀନ ଭାବେ ଲଢିକି ନିର୍ବାଚନ ଜିତିବା ସହଜ? ଅର୍ଥବଳ ବାହୁବଳ ନିଶ୍ଚିତ ଭାବରେ ପାର୍ଟି ମାନେ ପ୍ରୟୋଗ କରିବେ। କାମ ନା କନେକ୍ଟ? ମୁଁ ଆପଣଙ୍କୁ କହିଲି ପରା ଗୋଟିଏ କଥା, କୌଣସି ଦଳ ଆପଣଙ୍କୁ ଅଫର ଦେଇଛି ନା ନାଇଁ? ଟିକେଟ ଅଫର ଦେଇଛି ନା ନାଇଁ? ଯୋଉଟେ ଦ୍ୱନ୍ଦ୍ୱ ସୃଷ୍ଟି ହଉଛି, ଘୋଡ଼ା ଦୌଡ଼ ହଉଛି। ଯଦି କୌଣସି ଶାସକ ଦଳ ସହିତ ନ ରହିବ, ଶାସକ ନେତାଙ୍କ ସହିତ ନ ରହିବ, ତାହେଲେ କଣ ନିଜ ୱାର୍ଡର ବିକାଶ କରିପାରିବ? ବାଧା ସମସ୍ୟା ଉପୁଜିବନି? ବର୍ତ୍ତମାନ ଓଡ଼ିଶାର ସରକାର ବିଜେପି ଅଛନ୍ତି ନିର୍ବାଚିତ 2024 ପରେ, ଏବଂ 2022ରେ ଆମେ ଯେତେବେଳେ ନିର୍ବାଚିତ ହେଲୁ ବିଜେଡି ଥିଲେ। ମହାନଗର ନିଗମର ଗାଡି ଠିକ ଟ୍ରାକ ରେ କରୁଛି ତ? ଆପଣଙ୍କର ଦୃଷ୍ଟିକୋଣ ଦୃଷ୍ଟିଭଙ୍ଗୀଟା ମୁଁ ବୁଝିପାରୁଛି। ତାହେଲେ ମଧ୍ୟ ଲୋକ ପ୍ରତିନିଧି ଆବାଜ ଉଠେଇବାର କଣ ଆବଶ୍ୟକତା ନାହିଁ? ୱାର୍ଡ ନମ୍ବର 24 ଭିତରେ ମୁଁ ସୀମିତ। ବ୍ରହ୍ମପୁର ସହରର ସବୁଠୁ ବଡ ସମସ୍ୟା କଣ ଆପଣଙ୍କ ନଜରରେ? ଗମନାଗମନ ଏବଂ ପାର୍କିଂ। ଆପଣ ସତରେ ବିଜେଡିରେ ସାମିଲ ହେଇଥିଲେ କି? ଯେଉଁ ଦଳ ପାୱାରରେ ରୁହେ ନିଶ୍ଚିତ ଭାବରେ ତାକୁ ସମର୍ଥନ କରିବା ପାଇଁ। ବିଜେପି ନା ବିଜେଡି? ବର୍ତ୍ତମାନ ସ୍ୱାଧୀନରେ ଅଛି। ନବୀନ ପଟ୍ଟନାୟକ ନା ନରେନ୍ଦ୍ର ମୋଦି? ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଛନ୍ତି। ବର୍ତ୍ତମାନ ଓଡ଼ିଶାର ପାୱାର ନା ପବ୍ଲିକ ସପୋର୍ଟ? ପବ୍ଲିକ ସପୋର୍ଟରେ ଅଛନ୍ତି। କାଉନସିଲ ମିଟିଂ ନା ଗ୍ରାଉଣ୍ଡ ୱାର୍କ? ଗ୍ରାଉଣ୍ଡ ୱାର୍କ। ଡେଭଲପମେଣ୍ଟ ନା ପଲିଟିକ୍ସ? ଡେଭଲପମେଣ୍ଟ। ସାଇଲେଣ୍ଟ ଲିଡର ନା ଆଗ୍ରେସିଭ ଲିଡର? ଏଗ୍ରେସିଭ ହେବା ଲାଭ କିଛି ନାହିଁ। ଟିଏମସି ନା ଆସାମଲି ଟାର୍ଗେଟ? ଆଶା ନିଶ୍ଚିତ ଭାବରେ ଅଧିକ ରହିବ। ନମସ୍କାର, ନ୍ୟୁଜ ୱିଥ ଅସିତକୁ ସ୍ୱାଗତ। ଆଜି ମୋ ସହ ଆଲୋଚନାରେ ଯୋଡ଼ି ହୋଇଛନ୍ତି ବ୍ରହ୍ମପୁରର ଜଣାଶୁଣା ନା ସ୍ୱାଧୀନ କର୍ପୋରେଟର ପ୍ରଶାନ୍ତ ପଟ୍ଟନାୟକ, ସମସ୍ତଙ୍କ ପ୍ରିୟ ଟୁନା ପଟ୍ଟନାୟକ। ଟୁନା ବାବୁ, କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ। ସ୍ୱାଗତ। ଭଲ ଅଛନ୍ତି? ଭଲ ଅଛି। ପ୍ରଥମରୁ ଆପଣ କହିଦିଅନ୍ତୁ, ଆପଣ ସ୍ୱାଧୀନ ନା ବିଜେପି ଅଧୀନ? ନାଇଁ ନାଇଁ, ମୁଁ ସମ୍ପୂର୍ଣ୍ଣ ଭାବରେ ସ୍ୱାଧୀନ, ଅଧୀନ ନୁହଁ। ମୁଁ ଲୋକଙ୍କ ସହିତ ଅଛି, ୱାର୍ଡର ବାସିନ୍ଦା ମାନଙ୍କ ସହିତ ଅଛି, ଏବଂ ୱାର୍ଡ ବାସିନ୍ଦା ମୋ ସହିତ ଅଛନ୍ତି। ତେଣୁ ମୁଁ ସମ୍ପୂର୍ଣ୍ଣ ଭାବରେ ସ୍ୱାଧୀନରେ ନିର୍ବାଚିତ ହେଇଛି। ଆଚ୍ଛା, ଆପଣଙ୍କର ଏ ଇଣ୍ଡିପେଣ୍ଡେଣ୍ଟ ପଲିଟିକ୍ସ କେମିତି ଚାଲିଛି? ସ୍ୱତନ୍ତ୍ରତା ଭିତରେ ସମସ୍ତେ ସବୁବେଳେ ରହିବା ପାଇଁ ଚାହାନ୍ତି। ଆପଣ ଦେଖନ୍ତୁ, ଦେଶରୁ ସହର ପର୍ଯ୍ୟନ୍ତ, ରାଜ୍ୟର ହଉ ଜିଲ୍ଲାର ହଉ, ଆପଣ ଦେଖୁଥିବେ ସ୍ୱତନ୍ତ୍ରତା ସମସ୍ତେ ଚାହାନ୍ତି। ଏଣୁ ସ୍ୱତନ୍ତ୍ରତା ଭିତରେ କାମ କରିବାର ସ୍ୱାଦ ଅନେକ ଅଛି। ଏଣୁ ମୁଁ ମୋ ୱାର୍ଡରେ ଯେଉଁ କାମ କରିଛି ବିକାଶ ମୂଳକ, ତାର ବ୍ରହ୍ମପୁର ସହରର ମହାନଗର ନିଗମର ପ୍ରଶାସନିକ ତରଫରୁ ୱାର୍ଡ ବାସିନ୍ଦା ମାନଙ୍କ ପର୍ଯ୍ୟନ୍ତ ତାର ସମ୍ପୂର୍ଣ୍ଣ ଦୃଷ୍ଟାନ୍ତ ଅଛି। ତେଣୁ ମୁଁ କହିବାର କିଛି ନାହିଁ। ଆପଣ ଯଦି ମୋତେ ପ୍ରଶ୍ନ କରିବେ, ମୋ ପ୍ରଶ୍ନର ଉତ୍ତର ଆପଣଙ୍କ ପାଇଁ ହେବ ଯେ ମୁଁ କେବଳ ଗୋଟିଏ ଜିନିଷ ହିଁ ଚାହେଁ। ମୁଁ ଯଦି ନିର୍ବାଚିତ ପ୍ରତିନିଧି ହେଇଛି, ତାହେଲେ ମୋର ପ୍ରଥମ ଚିନ୍ତାଧାରା ହେଲା ବିକାଶ। ଏଣୁ ୱାର୍ଡର ସାମୂହିକ ବିକାଶ ମୋର ଦାୟିତ୍ୱ ଏବଂ କର୍ତ୍ତବ୍ୟ। ମୁଁ ସବୁବେଳେ ଏହି ତାତ୍ପର୍ଯ୍ୟ ଭିତରେ ଅତିବାହିତ କରୁଛି। ଏଣୁ ମୁଁ ଲୋକଙ୍କ ପାଇଁ ଅଛି, ମୋ ଦାୟିତ୍ୱବାନ ହେଇଛି, ମୋ କର୍ତ୍ତବ୍ୟବାନ ହେଇଛି। ଏଣୁ ମୁଁ ସ୍ୱାଧୀନରେ ନିର୍ବାଚିତ ହେଉଛି। ଏଟା ବଡ଼ କଥା ନୁହଁ। ଆଜିକା ସମୟରେ ଯୋଉଠି କୁହାଯାଉଛି ଅର୍ଥ ବଳ ବାହୁବଳ ଏସବୁ ସମୟରେ କଣ ଜଣେ ସ୍ୱାଧୀନ ଭାବେ ଲଢିକି ନିର୍ବାଚନ ଜିତିବା ସହଜ? ପାର୍ଟି ଯୋଉ ପାର୍ଟି ଅଛି, ଆପଣ ମାନେ ଦେଖନ୍ତୁ, ପ୍ରତ୍ୟେକ ରାଜ୍ୟର ଭାରତବର୍ଷରେ ଅର୍ଥବଳ ବାହୁବଳ ନିଶ୍ଚିତ ଭାବରେ ପାର୍ଟି ମାନେ ପ୍ରୟୋଗ କରିବେ, ଏଥିରେ ସନ୍ଦେହ ନାହିଁ। କାହିଁ ଏ ଟ୍ରେଣ୍ଡ ହେଇଗଲା ଯେ ସମସ୍ତେ ଚାହୁଁଛନ୍ତି ଆମ ଦଳ ବିଜୟ କରିବ, ଆମେ ଶାସନକୁ ଆସିବୁ, ଶାସନର କ୍ଷମତା ଆମ ଭିତରେ ରହିବ, ଆମ ହାତରେ ରହିବ। ଏଣୁ ସେମାନେ ନିଶ୍ଚିତ ଭାବରେ ଖର୍ଚ୍ଚ କରିବେ, ସେମାନଙ୍କର ଯେଉଁ ପ୍ରତିନିଧି କୁ ଦେବେ ନିର୍ବାଚିତ ହେବା ପାଇଁ, ଗ୍ରାସ ରୁଟ୍ରେ ହଉ, ବିଧାୟକ ହଉ, ଏମପି ହଉ, ନିଶ୍ଚିତ ଭାବରେ ସେମାନେ ଖର୍ଚ୍ଚ କରିବେ, ଏଥିରେ କୌଣସି ଦୋମତ ନାହିଁ। ଆଚ୍ଛା, କୁହନ୍ତୁ ଯେ ଲୋକ ଆପଣଙ୍କୁ ବାରମ୍ବାର କାହିଁକି ବାଛୁଛନ୍ତି? କାମ ନା କନେକ୍ଟ? ମୁଁ ଆପଣଙ୍କୁ କହିଲି ପରା ଗୋଟିଏ କଥା, ଯେ ମୁଁ ଲୋକମାନଙ୍କ ସହିତ ଅଛି, ଲୋକ ମୋ ସହିତ ଅଛନ୍ତି। ଆପଣ ଦେଖନ୍ତୁ, ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ମୁଁ ଗୋଟେ ତଳ ସ୍ତରର এই আঞ্চলিক ପ୍ରତିନିଧିତ୍ୱ କରୁଛି ନିର୍ବାଚିତ ପରେ। ଏଣୁ ମୋର ଯଦି ଲୋକ ସର୍ଭିସ, ମୋର ବିଭିନ୍ନ ସାମୂହିକ ସାମାଜିକ କ୍ଷେତ୍ରରେ ଅବଦାନ ଯଦି ନଥାନ୍ତା,
ମତେ ଲୋକ ଭୋଟ ଦେଇଥାନ୍ତେ କି ଦେଇ ନଥାନ୍ତେ। ଏଣୁ ଲୋକ ଚାହୁଁଛନ୍ତି ତଳ ସ୍ତରରେ ଆଞ୍ଚଳିକ ସ୍ତରରେ ଯୋଉ ଅଞ୍ଚଳରେ ଯୋଉ ଲୋକଟି ପ୍ରତିନିଧି ହବ ଆମ ପାଇଁ ପ୍ରତିନିଧିତ୍ୱ କରିବ ବିଭିନ୍ନ ପ୍ରକାର ବିକାଶ ପାଇଁ ସେ ଲୋକଟେ ଆମର ହେଇଥିବାକୁ ପଡିବ। ସେ ଲୋକଟେ କୌଣସି ଦଳର ଆମକୁ ଆବଶ୍ୟକ ନୁହଁ। ଏଣୁ ଅନାବଶ୍ୟକ ସ୍ଥଳେ ଲୋକ ଚିନ୍ତା କରୁଛନ୍ତି ଯେ ଆମ ଅଞ୍ଚଳର ଆମର ବିକାଶ ପାଇଁ ଆମର ଯେକୌଣସି ଲୋକଟେ ଭଲ ଲୋକଟେ ନିର୍ବାଚିତ ହେଇକି ରହ। ଏଣୁ ମତେ ଏ ପରିପ୍ରେକ୍ଷୀରେ ଲୋକମାନେ ନିଶ୍ଚିତ ଭାବରେ ସ୍ୱାଧୀନ ପ୍ରାର୍ଥୀ ହେଲେ ମଧ୍ୟ ମତେ କୌଣସି ଦଳୀୟ ଚିନ୍ତାଧାରାକୁ ନ ନେଇ ନିର୍ବାଚିତ କରୁଛନ୍ତି। ଏଇଟା ହଉଛି ମୋ ଅଞ୍ଚଳର ଆଞ୍ଚଳିକ ଭୋଟର ମାନଙ୍କର ସେମାନଙ୍କର ମୋ ପ୍ରତି ଆନ୍ତରିକତା। ସତ କୁହନ୍ତୁ ଯେ କୌଣସି ଦଳ ଆପଣଙ୍କୁ ଅଫର ଦେଇଛି ନା ନାଇଁ, ଟିକେଟ ଅଫର ଦେଇଛି ନା ନାଇଁ, ନା ଆପଣ ଚେଷ୍ଟା କରିନାହାନ୍ତି? ନାଇଁ ନାଇଁ, ଦଳ ଅଫର ଦେଲେ ମଧ୍ୟ ଯୋଉଟେ ଦ୍ୱନ୍ଦ୍ୱ ସୃଷ୍ଟି ହଉଛି, ଘୋଡା ଦୌଡ଼ ହଉଛି, ସେଥିପ୍ରତି ମୁଁ ଦ୍ୱନ୍ଦ୍ୱ ଭିତରକୁ ଯିବାକୁ ଚାହୁଁନାହାନ୍ତି। କାହିଁ ଦ୍ୱନ୍ଦ୍ୱ ଭିତରକୁ ଯିବା? ଯଦି ଲୋକଙ୍କ ପାଇଁ ଆମେ କାମ କରୁଛେ, ଆମେ ଆମ ଅଞ୍ଚଳ ଆମ ୱାର୍ଡ ଭିତରେ ଆମେ ଯଦି ଠିକ କାମ କରୁଛେ, ଲୋକଙ୍କ ସହିତ ଅଛେ, ତ ଘୋଡା ଦୌଡ଼ ଭିତରକୁ ଯିବାର ଆବଶ୍ୟକତା ନାହିଁ। ମୁଁ ସେଇଟା ଫିଲ୍ କରୁଛି। ଗୋଟିଏ କଥା କୁହନ୍ତୁ, ଜଣେ ସ୍ୱାଧୀନ ଭାବେ ନିର୍ବାଚିତ ହେଇଛି, ଯଦି କୌଣସି ଶାସକ ଦଳ ସହିତ ନ ରହିବ, ଶାସକ ନେତାଙ୍କ ସହିତ ନ ରହିବ, ତାହେଲେ କ'ଣ ନିଜ ୱାର୍ଡର ବିକାଶ କରିପାରିବ? ବାଧା ସମସ୍ୟା ଉପୁଜିବନି? ଯୋଉ ଦଳ ଯେବେ ବି ମହାନଗର ନିଗମର ଦାୟିତ୍ୱ ନଉଛନ୍ତି ମୁଁ ସେ ଦଳ ସହିତ ହିଁ ରହୁଛି। ଆଚ୍ଛା, ଯେହେତୁ ମୁଁ ଜଣେ ସ୍ୱାଧୀନ ପ୍ରାର୍ଥୀ। ଆପଣ ଯୋଉ ଜିନିଷଟା ପ୍ରଶ୍ନ କଲେ ଯେ ଆପଣ ନ ରହିଲେ କେମିତି କାମ କରିବେ, ନିଶ୍ଚିତ ତଳରୁ ଉପର ସ୍ତର ପର୍ଯ୍ୟନ୍ତ ସମସ୍ତଙ୍କ ସହିତ ରହିବାକୁ ପଡିବ। ବର୍ତ୍ତମାନ ଆପଣ ବିଜେପି ସହିତ ଅଛନ୍ତି? ନାଇଁ ନାଇଁ, ଆପଣ ଯୋଉଟା କହୁଛନ୍ତି ସେଇଟା ନାଇଁ। ବର୍ତ୍ତମାନ ମହାନଗର ନିଗମର ଦାୟିତ୍ୱରେ ଅଛନ୍ତି ଯିଏ ମେୟର ଅଛନ୍ତି, ଅଧ୍ୟକ୍ଷା, ସେ ହେଉଛନ୍ତି ବିଜେଡି। ଏଣୁ ଏଠି ମୋର ସାମଞ୍ଜସ୍ୟ ସମ୍ପୂର୍ଣ୍ଣ ଭାବରେ ବର୍ତ୍ତମାନ ଓଡ଼ିଶାର ସରକାର ବିଜେପି ଅଛନ୍ତି ନିର୍ବାଚିତ 2024 ପରେ, ଏବଂ 2022ରେ ଆମେ ଯେତେବେଳେ ନିର୍ବାଚିତ ହେଲୁ ବିଜେଡି ଥିଲେ। ଏଣୁ ମୋର ନିଶ୍ଚିତ ଭାବରେ ମହାନଗର ନିଗମରେ ଯେମିତି ଯିଏ ଅଛନ୍ତି ଦାୟିତ୍ୱରେ ତାଙ୍କ ସହିତ ମୋର ସୁସମ୍ପର୍କ ଆଜି ପର୍ଯ୍ୟନ୍ତ ଅଛି। ଏଣୁ ବିଜେପି ବର୍ତ୍ତମାନ ଆସିଲେ ବିଜେପିର ବିଧାୟକ ଯିଏ ଅଛନ୍ତି ସେ ହେଉଛନ୍ତି ମୋର ନିଜର ଅନ୍ତରର ଜଣେ ସାଥୀ। ଏଣୁ ସେ ବିଜେପିରେ ବିଧାୟକ ହେଲେ ମଧ୍ୟ ମୁଁ ନିଶ୍ଚିତ ତାଙ୍କ ସହିତ ଅଛି। ମହାନଗର ନିଗମର ଗାଡ଼ି ଠିକ୍ ଟ୍ରାକ୍ରେ କରୁଛି ତ? ମହାନଗର ନିଗମର ଯେତେ ବି ଅର୍ଥ ଆପଣଙ୍କର ଦୃଷ୍ଟିକୋଣ ଦୃଷ୍ଟିଭଙ୍ଗୀଟା ମୁଁ ବୁଝିପାରୁଛି ଯେ ଯେତେ ବି ଅର୍ଥ ବ୍ୟୟ ଅଟକଳ ହେଇଛି ତା ସମ୍ପୂର୍ଣ୍ଣ ଭାବରେ ବିକାଶର ଆପଣ ଦେଖିବେ 1 ଠୁ 42 ୱାର୍ଡ ପର୍ଯ୍ୟନ୍ତ ବିକାଶର ଧାରାରେ ହିଁ ଖର୍ଚ୍ଚ ହେଇଛି। ଏଣୁ ଯୋଉଠି ଯୋଉମାନେ ଅପବ୍ୟୟ ଅଟକଳ କରିଛନ୍ତି ଅନେକ ନଜିର ଅଛି, ରହିବ ମଧ୍ୟ, ସେଥିପ୍ରତି ପ୍ରଶାସନିକ ଦାୟୀ। ସେଥିପାଇଁ ମୁଁ ତ ଦାୟୀ ନାହିଁ, ମୁଁ ଜଣେ କର୍ପୋରେଟର, ମୁଁ ଗୋଟିଏ ୱାର୍ଡରେ ହିଁ ସୀମିତ। ଯାହାହେଲେ ମଧ୍ୟ ଲୋକ ପ୍ରତିନିଧି, ଆବାଜ ଉଠେଇବାର କ'ଣ ଆବଶ୍ୟକତା ନାହିଁ? ଦେଖନ୍ତୁ, ମୁଁ ଜଣେ ୱାର୍ଡ ନମ୍ବର 24ର ପ୍ରତିନିଧି। ୱାର୍ଡ ନମ୍ବର 24 ଭିତରେ ମୁଁ ସୀମିତ, ନା ମୁଁ ଉପାଧ୍ୟକ୍ଷ ନା ଅଧ୍ୟକ୍ଷା। ଏଣୁ ମୋର ଦାୟିତ୍ୱ ବ୍ରହ୍ମପୁର ସହରର ବିକାଶ ପାଇଁ ନିଶ୍ଚିତ ଭାବରେ ରହିବ। କିନ୍ତୁ ମୋର ସାଧାରଣ ଗୋଟେ ଲୋକ ଯେଉଁମାନେ ସାମାଜିକ ସ୍ତରରେ ତାଙ୍କ ଚିନ୍ତାଧାରା ରହେ, ରାସ୍ତାରେ ଯାଉଥିବେ, ନାଳଟେ ଜାମ୍ ହେଇଯାଇଥିବ, ପାଣିଟା ଓଭରଫ୍ଲୋ ହଉଥିବ, ଲାଇଟଟେ ଲିଭି ଯାଇଥିବ, ଇଲେକ୍ଟ୍ରିକ ୱାର ଗୋଟେ ଛିଡ଼ିକି ପଡ଼ିଯାଇଥିବ। ଏଣୁ ସେ ଚିନ୍ତାଧାରାର ଲୋକଟେ ମହାନଗର ନିଗମକୁ ଫୋନ କରୁଛନ୍ତି, ଯେକୌଣସି ମାଧ୍ୟମରେ ଅଭିଯୋଗଟାକୁ ଉପସ୍ଥାପନ କରୁଛନ୍ତି। ମୋର ମଧ୍ୟ ସେ କର୍ତ୍ତବ୍ୟ, ମୁଁ ବ୍ରହ୍ମପୁର ସହରର ମୋଟାମୋଟି ଭାବରେ ଯଦି ଦାୟିତ୍ୱବାନ ନୁହଁ, ମୋର ସେ ଦାୟିତ୍ୱ ପର୍ଯ୍ୟନ୍ତ ଯଦି ମୋର ନିଜର ଯୋଉଟା କହିବେ କ୍ଷମତା ପାୱାର ନାହିଁ। ଏଣୁ ମୁଁ କହୁଛି ଯେତେବେଳେ ଯୋଉଟା ଆବଶ୍ୟକତା ସ୍ଥଳେ ଓଭରଅଲ୍ ଉପରେ ବ୍ରହ୍ମପୁର ସହରର ଉନ୍ନୟନ ପାଇଁ ନିଶ୍ଚିତ ସେ କର୍ତ୍ତବ୍ୟ ରହିବ, ଯେହେତୁ ଆମେ ଜଣେ ସାମାଜିକ। ଆପଣଙ୍କ ୱାର୍ଡରେ ଏମିତି କ'ଣ ସମସ୍ୟା ଅଛି
ଯାହା ବର୍ତ୍ତମାନ ସୁଦ୍ଧା ସମାଧାନ ହେଇପାରି ନାହିଁ କିନ୍ତୁ ଆପଣ କସରତ କରୁଛନ୍ତି। ମୋ ୱାର୍ଡର ସମସ୍ୟା ହେଲା ଯେ ଆମେ ତ ବିଭିନ୍ନ ଲୋକମାନଙ୍କର ଯାହା ଇଏ ଆବଶ୍ୟକତା, ଆପଣ ରାସ୍ତାଘାଟର ଗମନାଗମନର ବ୍ୟବସ୍ଥା, ନାଳ ନର୍ଦ୍ଦମାର ମଇଳା ପାଣି ଯିବାର ବ୍ୟବସ୍ଥା, ପାର୍କର ଆମୋଦ ପ୍ରମୋଦର ବ୍ୟବସ୍ଥା, ସ୍କୁଲର କିପରି ସ୍ୱଚ୍ଛ ସୁନ୍ଦର ସ୍କୁଲଟେ ପରିଚାଳନା ହେବ ତାର ବ୍ୟବସ୍ଥା, ପୋଖରୀଟେ ଥିଲେ ତାର ସ୍ୱଚ୍ଛତା କରିବାର ବ୍ୟବସ୍ଥା, ଏବଂ କଲ୍ୟାଣୀ ମଣ୍ଡପ ଯଦି ମହାନଗର ନିଗମର କିଛି ଗୋଟେ ଖାଲି ଜାଗା ଅଛି ସେଠି କଲ୍ୟାଣୀ ମଣ୍ଡପଟା ହେଲା ତାର ଲୋକମାନଙ୍କୁ ଯୋଗାଇଦେବାର ବ୍ୟବସ୍ଥା, ଏବଂ କମ୍ୟୁନିଟି ହଲ୍ ଯେଉଁଟା ପାଠାଗାର କହିବେ, ଏବଂ ସିନିୟର ସିଟିଜେନ୍ ମାନଙ୍କ ପାଇଁ ଆଜିର ଦିନରେ ଯେଉଁଟା ଆବଶ୍ୟକତା ରହିଛି, ମୋର ମୁଖ୍ୟ ଲକ୍ଷ୍ୟ, ମୁଖ୍ୟ ଆଭିମୁଖ୍ୟ ସିନିୟର ସିଟିଜେନ୍ ରିକ୍ରିଏସନ୍ ସେଣ୍ଟର। ମୁଁ ଆପଣ ୱାର୍ଡର ବିଭିନ୍ନ କୋଣେ ଅନୁକୋଣେ ଆପଣ ନ୍ୟୁଜ୍ ନେଇପାରିବେ, ଲୋକମାନଙ୍କର ମତ ନେଇପାରିବେ, ଭୋଟର ମତ ନେଇପାରିବେ, ଦେଖିବେ ଯେ ଆମେ କେତେ ବିକଶିତ ହେଇପାରୁଛୁ। ମୋ ୱାର୍ଡ ନମ୍ବର 24ର କଥା। ବ୍ରହ୍ମପୁର ସହରର ସବୁଠୁ ବଡ଼ ସମସ୍ୟା କ'ଣ ଆପଣଙ୍କ ନଜରରେ? ବ୍ରହ୍ମପୁର ସହରର ବଡ଼ ସମସ୍ୟା ଗମନାଗମନ ଏବଂ ପାର୍କିଂ। ଗମନାଗମନର ବ୍ୟବସ୍ଥା ଆପଣ ନିଶ୍ଚିତ ଭାବରେ ଜଣେ ସାମ୍ବାଦିକ ହିସାବରେ ବ୍ରହ୍ମପୁର ସହରର ବିଭିନ୍ନ କୋଣରେ ଆପଣ ରହୁଛନ୍ତି, ଦେଖୁଛନ୍ତି, ନ୍ୟୁଜ୍ ନେଉଛନ୍ତି, ଆପଣ ଉପଲବ୍ଧି କରୁଛନ୍ତି ଯେ ଆପଣ କୁହନ୍ତୁ, ମତେ ଆପଣ ପଚାରିବେ, ମୁଁ ଜଣେ ଲୋକ ପ୍ରତିନିଧି, ନିଶ୍ଚିତ ଭାବରେ ମୁଁ କହିବି ସାଧାରଣତଃ ଭାବରେ ଯାତାୟାତର ଗମନାଗମନର ସୁବ୍ୟବସ୍ଥା ନାହିଁ, ଆବଶ୍ୟକତା ରହିଛି। ଏବଂ ଦ୍ୱିତୀୟ କଥା ହେଲା ପାର୍କିଂ। ପାର୍କିଂ ସ୍ଥଳ ଏତେ ବଡ଼ ବ୍ରହ୍ମପୁର ସହର, ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର, ବ୍ୟବସାୟ ସ୍ଥଳୀ, ରେଶମ ସହର, ବିଭିନ୍ନ ହଜାର ହଜାର ଗ୍ରାମାଞ୍ଚଳର ଲୋକ ଏଠି ନିର୍ଭର କରୁଛନ୍ତି। ତେଣୁ ଏଇଠି ଆବଶ୍ୟକତା ରହିଛି ପାର୍କିଂର, ଗମନାଗମନର, ଏବଂ ତା ସହିତ ଯେଉଁ ଆଶା ଆମେ ରଖିଛୁ ବିଧାୟକଙ୍କ ଠାରୁ, ମୁଁ ପୂର୍ବ କଥା କହିବି ନାହିଁ, ମୁଁ ଯଦି କହିବି ବର୍ତ୍ତମାନର କଥା କହିବି, ମୋର ନିଜର ଦାବି ଉପସ୍ଥାପନ କରିବି ଆପଣଙ୍କର ମିଡ଼ିଆ ମାଧ୍ୟମରେ ଯେ ବିଧାୟକ ଏତିକି କରନ୍ତୁ, ବ୍ରହ୍ମପୁର ସହର ଜବରଦଖଲରେ ସମ୍ପୂର୍ଣ୍ଣ ସହର ମୁଖ୍ୟ ରାସ୍ତା ଗୁଡ଼ିକ ଯେତିକି ପ୍ରଶସ୍ତିକରଣ ମେପ୍ ଅନୁଯାୟୀ ସରକାରଙ୍କର ସଂକୀର୍ଣ୍ଣ ହେଇଯାଇଛି, ତାକୁ ଯଦି ପ୍ରଶସ୍ତିକରଣ କରିବେ ତାହେଲେ ନିଶ୍ଚିତ ଭାବରେ ବ୍ରହ୍ମପୁର ସହର ଲୋକଙ୍କର, ମୁଁ ଯାହା ମତ ନେଇଛି ବିଭିନ୍ନ ଖଟିରେ, ଚା ଦୋକାନରେ, ରେଲୱେ ଷ୍ଟେସନରେ, ବସଷ୍ଟାଣ୍ଡରେ, ଅନ୍ୟାନ୍ୟ ଛକ ଗୁଡ଼ିକରେ ଆମେ ଯେତେବେଳେ କଥା ହଉ, ଲୋକ ଆମକୁ ଯେତେବେଳେ ପ୍ରଶ୍ନ କରନ୍ତି ଯେ ବିଧାୟକକୁ କୁହନ୍ତୁ ବ୍ରହ୍ମପୁର ସହର ରାସ୍ତାର ଯାହା ଏଜ୍ ପର୍ ଦି ବିଡିଏ ହଉ ମ୍ୟୁନିସିପାଲିଟିର ପ୍ଲାନ୍ ଅନୁଯାୟୀ ରୋଡ ଗୁଡ଼ିକ ଅଛି, ତାକୁ ଜବରଦଖଲ ଉଚ୍ଛେଦ କରି ତାର ସଂକୀର୍ଣ୍ଣତାକୁ ଉଚ୍ଛେଦ କରନ୍ତୁ ଏବଂ ପ୍ରଶସ୍ତିକରଣ କରନ୍ତୁ, ଯାତାୟାତର ସମ୍ପୂର୍ଣ୍ଣ ସୁବିଧା ହେଇପାରିବ। ଆପଣ ସତରେ ବିଜେଡିରେ ସାମିଲ ହେଇଥିଲେ କି? ନାଇଁ ମୁଁ ବିଜେଡିରେ ସାମିଲ କେବେ ହେଇନି। ତ ମୁଁ ଆପଣଙ୍କୁ କହିଲି ପରା, ମୁଁ ଆପଣଙ୍କୁ କହିଲି ଯେ ମୁଁ ନିଶ୍ଚିତ ଭାବରେ ଗୋଟେ ସ୍ୱାଧୀନ ପ୍ରାର୍ଥୀ ହେଲେ ମଧ୍ୟ ଯେଉଁ ଦଳ ପାୱାରରେ ରୁହେ ନିଶ୍ଚିତ ଭାବରେ ତାକୁ ସମର୍ଥନ କରିବା ପାଇଁ, ତେଣୁ ସେ ଚିନ୍ତାଧାରା ଭିତରେ ମୁଁ ନିଶ୍ଚିତ ଭାବରେ ଥିଲି। ଟୁନା ପଟ୍ଟନାୟକଙ୍କ ଆଗାମୀ ରାଜନୈତିକ ରୋଡମ୍ୟାପ୍ କ'ଣ? ଆଗାମୀ ରାଜନୈତିକ, ଶୁଣନ୍ତୁ ଗୋଟେ ଜିନିଷ ହେଲା ଯେ ପ୍ରତ୍ୟେକ ବ୍ୟକ୍ତି, ଯେକୌଣସି ଲୋକ, ଯେକୌଣସି ସ୍ତରର, ଯେତେବେଳେ ବି ଯୋଉ ସ୍ତରରେ ରୁହନ୍ତୁ ନା କାହିଁକି, ସେମାନେ ଚାହିଁବେ ସେମାନଙ୍କର ଅପଗ୍ରେଡେସନ। ତେଣୁ ଯିଏ ହଉଛି ଗୋଟେ ସରପଞ୍ଚଟେ ଚାହିଁବ ସେ ଗୋଟେ ଉପର ସ୍ତରକୁ ଯିବା ପାଇଁ, ଗୋଟେ କର୍ପୋରେଟର ଚାହିଁବ ସିଏ ଗୋଟେ ମେୟର ହେବା ପାଇଁ, ଗୋଟେ ମେୟର ଚାହିଁବ ଗୋଟେ ଏମଏଲଏ ହେବା ପାଇଁ, ଗୋଟେ ଏମଏଲଏ ଚାହିଁବ ମୁଁ ଗୋଟେ ଏମପି ହେବା, ଗୋଟେ ଏମପି ଚାହିଁବ ଗୋଟେ ମନ୍ତ୍ରୀ ହେବା ପାଇଁ। ଆଶା ସମସ୍ତଙ୍କ ଭିତରେ ଅଛି ନିଶ୍ଚିତ ଭାବେ ରହିବ। ଯେହେତୁ ଆପଣ ଯେତେବେଳେ ତଳ ସ୍ତର ରହିଲେ, ଗ୍ରାଉଣ୍ଡ ଜିରୋରେ ରହିଲେ, ସେତେବେଳେ ଆପଣ ନିଶ୍ଚିତ ଭାବରେ ଯେତେବେଳେ ସେବା ଯୋଗାଇ ଦେଇ ପାରୁଛନ୍ତି, ଲୋକଙ୍କ ସହିତ ଅଛନ୍ତି, ଆପଣ ହିସାବ କଲେ ଯେ ମୁଁ ନିଶ୍ଚିତ ଭାବରେ ଉପର ସ୍ତରକୁ ଗଲେ ନିର୍ବାଚିତ ହେଇପାରିବି, ଏଣୁ ଅଧିକରୁ ଅଧିକ ସେବା ଦେଇପାରିବି। ଏଣୁ ମୁଁ ଯେତେବେଳେ କନଫାଇଣ୍ଡ ଗୋଟେ ୱାର୍ଡ ଭିତରେ ରହୁଛି, ସହରର କିଛି ଉନ୍ନତି କରିପାରିବି, ଏଟା ଆଶା ରହିବ ସ୍ୱାଭାବିକ।
ମୁଁ ବର୍ତ୍ତମାନ ଆପଣଙ୍କୁ ଅପସନ୍ ଦେବି, ଆପଣ ଗୋଟେ ହିଁ ଚୁଜ୍ କରିବେ, ବିଜେପି ନା ବିଜେଡି? ମୁଁ ବର୍ତ୍ତମାନ ସ୍ୱାଧୀନରେ ଅଛି। ନବୀନ ପଟ୍ଟନାୟକ ନା ନରେନ୍ଦ୍ର ମୋଦି? ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଛନ୍ତି, ବର୍ତ୍ତମାନ ଓଡ଼ିଶାର ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ଅଛନ୍ତି। ପାୱାର ନା ପବ୍ଲିକ ସପୋର୍ଟ? ପବ୍ଲିକ ସପୋର୍ଟରେ ଅଛନ୍ତି। କାଉନସିଲ ମିଟିଂ ନା ଗ୍ରାଉଣ୍ଡ ୱାର୍କ? ଗ୍ରାଉଣ୍ଡ ୱାର୍କ। ଡେଭଲପମେଣ୍ଟ ନା ପଲିଟିକ୍ସ? ଡେଭଲପମେଣ୍ଟ। ୱାର୍ଡ ନା ହୋଲ ବ୍ରହ୍ମପୁର? ହୋଲ ବ୍ରହ୍ମପୁରର ଚିନ୍ତାଧାରା ୱାର୍ଡର ଅନୁଭୂତି ହେଇଯାଇଛି। ସାଇଲେଣ୍ଟ ଲିଡର ନା ଆଗ୍ରେସିଭ ଲିଡର? ଏଗ୍ରେସିଭ ହେବା ଲାଭ କିଛି ନାହିଁ, ନିରବତା ରହିକିରି କାର୍ଯ୍ୟ କର, ବିକାଶ ନିଶ୍ଚିତ ଭାବରେ ହେବ। ବିଏମସି ନା ଆସେମ୍ବଲି ଟାର୍ଗେଟ? ଆସେମ୍ବଲି ଟାର୍ଗେଟ ମୁଁ କହିଲି ଆପଣଙ୍କ ଉପରେ, ଅପଗ୍ରେଡେସନ କିଏ ଚାହୁଁନି, ସେଥିପାଇଁ ଆଶା ନିଶ୍ଚିତ ଭାବରେ ଅଧିକ ରହିବ। ମୁଁ ଆପଣଙ୍କୁ କହିଲି ମୋର ତ ଅନୁଭୂତି ହେଇଯାଇଛି ନା, ଏଣୁ ଯେ ଯେଉଁ ପ୍ଲାଟଫର୍ମ ଯେତେବେଳେ ମିଳିବ ସେଥିପ୍ରତି କୌଣସି ସଂକୁଚିତ ମନୋଭାବ ନାହିଁ। ଷ୍ଟ୍ରିଟ୍ ନା ଫ୍ରେଣ୍ଡଲି କର୍ପୋରେଟର? ସାଙ୍ଗସାଥୀ ନିଜର ଦକ୍ଷତା ଯୋଗ୍ୟତାକୁ ପ୍ରମାଣିତ କରି ୱାର୍ଡରେ ସମସ୍ତଙ୍କ ସହିତ ବନ୍ଧୁତା ସ୍ଥାପନ କରି ମୁଁ ଆଜି ଏଇଠି। ବିଜେପି ସହ କ୍ଲୋଜନେସ୍ ଷ୍ଟ୍ରାଟେଜି ନା କୋଇନ୍ସିଡେନ୍ସ? ହଁ, ବିଜେପି ସହିତ ନିଶ୍ଚିତ ଭାବରେ ରହିବ, ଦୋମତ ନାହିଁ, ସଂକୁଚିତ ମନୋଭାବ ନାହିଁ। ଯେତେବେଳେ ସରକାର ଅଛନ୍ତି କ'ଣ ଅଛି, ଆମେ ଉନ୍ନତି କରିବା, ବିକାଶର ଭାଷା ପରିପ୍ରକାଶ କରୁଥିବା। ବିକାଶ ବିକାଶ ବିକାଶ। ଆପଣ ବିକାଶ କେମିତି କରିବେ? ଆପଣ ଜଣେ ସ୍ୱାଧୀନ ପ୍ରାର୍ଥୀକିରି ବିକାଶ କରିପାରିବେ ନା, ବିକଶିତ ୱାର୍ଡ ହେଇପାରିବ ନା, ବିକଶିତ ବ୍ରହ୍ମପୁର ସହର ହେଇପାରିବ? ନିଶ୍ଚିତ ଭିତରେ ଏ ଜିନିଷରେ ନିଶ୍ଚିତ ସମର୍ଥନ ରହେ ବିଜେପି ଉପରେ, ଦମତ ନାହିଁ। ଶେଷ ପ୍ରଶ୍ନ, ଆମ କନସେପ୍ଟ ଆପଣଙ୍କୁ କେମିତି ଲାଗିଲା କୁହନ୍ତୁ? ଏତେ ଉତ୍ତମ ଏବଂ ଉଚ୍ଚତର ଚିନ୍ତାଧାରା ଆପଣଙ୍କର। ଆପଣ ବ୍ରହ୍ମପୁର ସହରର ତଳ ସ୍ତରର ଉପର ସ୍ତର ପର୍ଯ୍ୟନ୍ତ ମୁଁ ଦେଖି ଆସିଛି। ପ୍ରତ୍ୟେକ ପ୍ରତିନିଧିମାନଙ୍କର ଯେଉଁ ବାର୍ତ୍ତାକୁ ନେଉଛନ୍ତି, ତାଙ୍କର ଚିନ୍ତାଧାରାକୁ ନେଉଛନ୍ତି, ବିକାଶର ବ୍ରହ୍ମପୁର ସହରର ଚିନ୍ତାଧାରାକୁ ନେଉଛନ୍ତି। ମୁଁ ନିଶ୍ଚିତ ଭାବରେ ଆପଣ ମିଡ଼ିଆକୁ ବହୁତ ବହୁତ ଧନ୍ୟବାଦ ଦେବି ଯେ ଆପଣ ଆହୁରି ଜିରୋ ଗ୍ରାଉଣ୍ଡ ସ୍ତରକୁ ଯାଆନ୍ତୁ ଏବଂ ପ୍ରତ୍ୟେକ ନେତାମାନଙ୍କର ଯେଉଁ ସାମାଜିକ ପୃଷ୍ଠଭୂମିରେ ଯେଉଁମାନେ ଅଛନ୍ତି ସେମାନଙ୍କୁ ଛାଡ଼ି ଗ୍ରାଉଣ୍ଡ ଜିରୋର ସାଧାରଣ ଭୋଟର୍ସ ମାନଙ୍କ ପାଖକୁ ଯାଆନ୍ତୁ, ସେମାନଙ୍କର ମତ ଲୋଡ଼ନ୍ତୁ ଏବଂ ସେମାନଙ୍କର ଯେଉଁ ବିଭିନ୍ନ ସ୍ତରର ଉପସ୍ଥାପକ ଅଛନ୍ତି ସେ ଉପସ୍ଥାପକ ମାନଙ୍କଠୁ କିଛି ନିଅନ୍ତୁ ଯେ ଆପଣ ନିଶ୍ଚିତ ଜାଣିପାରିବେ 2022 ବ୍ରହ୍ମପୁର ସହର ମହାନଗର ନିଗମ 2026 ପର୍ଯ୍ୟନ୍ତ କ'ଣ ଉନ୍ନତି କରିପାରିଛନ୍ତି, ଲୋକ କେତେ ପ୍ରତିଶତ ମହାନଗର ନିଗମ ଉପରେ ସନ୍ତୁଷ୍ଟ ଅଛନ୍ତି। ବହୁତ ବହୁତ ଧନ୍ୟବାଦ ଆପଣଙ୍କର ବାର୍ତ୍ତା। ଆମେ ମଧ୍ୟ ଆଗାମୀ ଦିନରେ ଏହି ଉଦ୍ୟମ କରିବା ପାଇଁ ନିଶ୍ଚୟ ଭାବେ ଚେଷ୍ଟା କରିବୁ। ଆମ ସହିତ ଆଲୋଚନା କରୁଥିଲେ କର୍ପୋରେଟର ପ୍ରଶାନ୍ତ ପଟ୍ଟନାୟକ। ସମୟ ସରିଛି, ନମସ୍କାର। ନମସ୍କାର।